ଗ୍ରାମାଞ୍ଚଳର ଝିଅମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ସରକାର କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାର ଲାଭ ଗାଁର ପ୍ରତ୍ୟେକ ଝିଅଙ୍କୁ ମିଳିବାକୁ ଯାଉଛି। ଏହି ଯୋଜନାରେ ପ୍ରତିବର୍ଷ ସରକାର ଝିଅଙ୍କୁ ସେମାନଙ୍କ ନାମରେ ଆକାଉଣ୍ଟ ଖୋଲିବାକୁ 5,000 ଟଙ୍କା ପ୍ରଦାନ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଯୁବତୀ, ଝିଅ ଓ ମହିଳାମାନଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଅଛି। ସେମାନଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ମଜବୁତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ଆସିଛି। ଏଭଳି ଏକ ଯୋଜନା ହେଉଛି ଗାଁ ଯୋଜନା। ଏହି ଯୋଜନାରେ ପ୍ରତିବର୍ଷ ଗାଁର ଝିଅଙ୍କୁ 5,000 ଟଙ୍କା ପ୍ରଦାନ କରାଯିବ। ଏହି ଯୋଜନାରେ ଲାଭ ଉଠାଇବାକୁ ହେଲେ କ'ଣ କରିବାକୁ ପଡ଼ିବ ଓ କ'ଣ ଡକୁମେଣ୍ଟ ଆବଶ୍ୟକ ଓ ଯୋଗ୍ୟତା କ'ଣ ରହିଛି ଆସନ୍ତୁ ତାହା ଜାଣିବା। ଏହି ଯୋଜନାରେ ବିଶେଷ କରି ଛାତ୍ରଛାତ୍ରୀଙ୍କୁ ଗୁରୁତ୍ୱ ଦିଆଯାଉଅଛି। ଏହି ଯୋଜନାରେ ପୂର୍ବରୁ ଅନେକ ଛାତ୍ର ଲାଭ ଉଠାଇ ସାରିଛନ୍ତି। ଯେଉଁମାନେ ଦ୍ୱାଦଶ ଶ୍ରେଣୀରେ 60%ରୁ ଅଧିକ ମାର୍କ ରଖିଛନ୍ତି ସେମାନେ ଏହି ଯୋଜନାରେ ଲାଭ ଉଠାଇ ପାରିବେ। 10 ମାସ ଯାଏଁ ସେମାନଙ୍କ ଆକାଉଣ୍ଟକୁ 500 ଟଙ୍କା ଲେଖାଏଁ ପଠାଯିବ। ଏଭଳି ଭାବରେ ସେମାନେ ପ୍ରତିବର୍ଷ 5,000 ଟଙ୍କା ପାଇପାରିବେ। ଗ୍ରାମାଞ୍ଚଳରେ ଝିଅକୁ ଆତ୍ମନିର୍ଭର କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଆମ କହିଛନ୍ତି। ଝିଅଙ୍କର ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ଏହି ଯୋଜନାର ଏକ ଅଭିଯାନ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏଯାଏଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏହି ଯୋଜନାର ଲାଭ ଉଠାଇ ସାରିଛନ୍ତି। ଯଦି ଆପଣଙ୍କ ଘରେ 2ଟି ଛାତ୍ରୀ ଅଛନ୍ତି ତାହେଲେ କମେଣ୍ଟ କରି ନିଶ୍ଚୟ ବତେଇବେ। ଏହାଦ୍ୱାରା ସରକାରଙ୍କ ଦ୍ୱାରା ହେଉଛି ଗ୍ରାମାଞ୍ଚଳ ପ୍ରତ୍ୟେକ ପ୍ରାନ୍ତର ଝିଅକୁ ଶିକ୍ଷିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। କାରଣ ଅନେକ ସମୟରେ ଦେଖାଯାଉଛି ଦ୍ୱାଦଶ ଶ୍ରେଣୀ ପାସ୍ କରିବା ପରେ ପାଠପଢ଼ାରେ ଡେରି ମଧ୍ୟ ଯାଉଛି। ଏହାକୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଛାତ୍ରୀ ଜଣକ 60% ମାର୍କ ଆଣିଥିବା ଜରୁରୀ ଅଟେ। ଆର୍ଥିକ ରୂପରେ ଅନଗ୍ରସର ସ୍ଥିତିରେ ପରିବାର ଝିଅଙ୍କୁ ଏହି ଯୋଜନାର ଲାଭ ମିଳିପାରିବ। ତେବେ ସବୁ ବର୍ଗର ଛାତ୍ରୀଙ୍କୁ ଏହି ଯୋଜନା ଉଦ୍ଦିଷ୍ଟ ହେବେ। ଏହି ଯୋଜନାରେ ସାମିଲ ହେବାକୁ ଆଧାର କାର୍ଡ଼, ଜାତି ପ୍ରମାଣପତ୍ର, 10ମ ଶ୍ରେଣୀ ସାର୍ଟିଫିକେଟ୍, ଠିକଣା ପ୍ରମାଣପତ୍ର, କଲେଜ ଆଇଡି କାର୍ଡ଼, ଇମେଲ ଇତ୍ୟାଦି ସହିତ ଆବଶ୍ୟକ ରହିଛି। ଏହି ସହିତ ପ୍ୟାନ୍ କାର୍ଡ଼ ଓ ବ୍ୟାଙ୍କ କାର୍ଡ଼ ପାସବୁକ୍ ମଧ୍ୟ ଦରକାର ହେବ।